ମାନେ ମୁଁ ଆପଣଙ୍କର ରୋହିତ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଗୋଟେ ନୂଆଟେ ଖୋଲିଛି ଆଜି। ତାର ନାଁ ହେଉଛି ରୋହିତର ଦୁନିଆ। ସେଇଟା ହେଉଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ସେଇଠି ଯାଇ ସବସ୍କ୍ରାଇବ୍ କରିବେ, ସେୟାର କରିବେ, ଲାଇକ୍ କରିବେ, ସପୋର୍ଟ ମଧ୍ୟ କରିବେ। ଆଜି ନୂଆ ଖୋଲିଛି, ତାପରେ ଆଜିକା ଡେଟ୍ରେ କିଛି ଗୋଟେ କରିବାକୁ ହେବ ନା। ଖୋଲିଛି, ଦେଖନ୍ତୁ ଆଜି କ'ଣ ସବୁ ହେଉଛି କ'ଣ ନାହିଁ ମୁଁ ଆପଣଙ୍କୁ ଦେଖୁଛି କ'ଣ ସବୁ ମୁଁ ଆଜି ମୋ ଦିନରେ କରିଛି। ଡେଲିକା ଦିନର ରୁଟିନ୍ ମୁଁ ଦେଇକି ଫାଇନାଲି ଫ୍ରେଶ୍ ହେଇଯାଇଛି। ତ ବର୍ତ୍ତମାନ ଦେଖୁଥିବେ ଫ୍ରେଶ୍ ହେଇକି ଗାଧୋଇ ଫ୍ରେଶ୍ ହେଇଯାଇଛି, ଠାକୁରଙ୍କ ପୂଜା ବି କରିଦେଇଛି। ତାପରେ ଠାକୁର ପୂଜା ସରିଲାଣି, ତାପରେ ଯିବା ଖାଇବା। ଚାଲନ୍ତୁ ଦେଖିବା ଟିଫିନ୍ ତ ନେଇକି ଯାଇଥିଲି କ୍ୟାଣ୍ଟିନ୍ରୁ। ଟିଫିନ୍ ଖାଇବା କ'ଣ ହେଇଛି ପିଠା ଆଉ ଡାଲମା। ହେଇଛି ଖାଇବା ଟିକେ ଭଲ ଟେଷ୍ଟ। ମୁଁ ଖାଇସାରିଲିଣି। ବର୍ତ୍ତମାନ ଖାଇସାରି ପଢ଼ିବାର ଅଛି, ଏକ୍ଜାମ୍ ଗୋଟେ ଅଛି ମାର୍ଚ୍ଚରେ। ଚାଲ ମୁଁ ପଢ଼ି କୋଶ୍ଚିନ୍ ଆନ୍ସର୍ ସବୁ କରିବା ଆଉ। ଚଲ ଦେଖନ୍ତୁ, ଇଏ ହେଉଛି ବହି। ଦେଖନ୍ତୁ ମ୍ୟାଟ୍ ଏକ୍ଜାମ୍ ଅଛି, ତାକୁ ପ୍ରିପାରେସନ୍ ଚାଲିଛି। ଲଗଭଗ ସରିଲାଣି ସବଜେକ୍ଟ ସବୁ, ଟପିକ୍ ଅଛି ଏଇସବୁ। ତାପରେ ପ୍ରାକ୍ଟିସ୍ ତ କରିଥିଲି, ଏସବୁ ସରିଲାଣି ସବୁ। ସେକ୍ସନ୍ 2 କିଛିଟା ବାକି ଅଛି, ସେକ୍ସନ୍ 3ର 4, 5, 6 ବାକି ଅଛି କିଛି। ମୋଟାମୋଟି ସବୁ ସରିଯାଇଛି, ତାପରେ ବାକି ଅଛି ବି କିଛି। ପ୍ରାକ୍ଟିସ୍ କରିବା। ପ୍ରାକ୍ଟିସ୍ କଲେ ଅଧିକା ଟିକେ ନମ୍ବର ନହେଲେ ଆସିବ। ଯଦି ଆମେ ନ ପଢ଼ିବା, କିଛି ନ କରିବା, ତାହେଲେ କେମିତି ହେବ? କିଛି ଗୋଟେ କରିବାକୁ ପାଇବାକୁ ହେଲେ କିଛି ଗୋଟେ ହରାଇବାକୁ ପଡ଼ିବ, ସତ ନା ନାହିଁ? ଏଇ ହେଉଛି ଦୁନିଆ। ତାପରେ ଆଜିକା ଦୁନିଆରେ ତ ଷ୍ଟ୍ରଗଲ୍ ବି ନା କିଛି ନାହିଁ। ଷ୍ଟ୍ରଗଲ୍ ନ କଲେ ତୁମକୁ କେହି କିଛି ପଚାରିବେନି। ଯଦି ପାଖରେ ଟଙ୍କାଟେ ନାହିଁ ବି କେହି କିଛି ପଚାରିବାକୁ ଯିବେନି। ଏଇ ହେଉଛି ଦୁନିଆ ଆଉ। ବାପା ମାଆ ଛଡ଼ା ଆଜିକାଲି ଆଉ ତୁମକୁ କେହି ସାହାରା ଦେବେନି। ବାପା ମାଆ ହେଉଛନ୍ତି ସବୁକିଛି, ସେ ହିଁ ତୁମର ଆରମ୍ଭ, ସେ ହେଉଛନ୍ତି ଶେଷ। ଆଉ ଦୁନିଆରେ କେହି କିଛି ନୁହଁ। ଏଇ ହେଉଛି କଥା। ଚାଲନ୍ତୁ ପଢ଼ିବା, ଏକ୍ଜାମ୍ ବି ପାଖେଇ ଆଇଲାଣି। ଆକାଶ କୋଉ ସୁନ୍ଦର, କେତେ ବଢ଼ିଆ ଲାଗୁଛି। ମେଘ ପୁରା ଘିନି ଯାଇଛି। ୱାଓ, ନ୍ୟାଚୁରାଲ୍ ବିୟୁଟି। ଏଇଭଳି ପାଗ ଠିକ୍। ଅଳ୍ପ ଅଳ୍ପ ବର୍ଷା ପଡ଼ୁଥିବ, ଏମିତି ଜୋର ବର୍ଷା ହେଇକି ଚବର କାଦୁଅରେ ସେଇଟା ଭଲ ବି ଲାଗେ। ଟିକେ କମସେ ବର୍ଷା ହେବ, ଛାଡ଼ିଯିବ, ବହୁତ ବଢ଼ିଆ ଲାଗେ। ଏଇଭଳିଆ କିଛି ଅଛି ଆଉ। ଦେଖନ୍ତୁ ସାଙ୍ଗମାନେ, କେତେ ଜୋର ବର୍ଷା ହେଉଛି। ଏତେ ଜୋର ବର୍ଷା ହାୱା ଦେଖନ୍ତୁ କୋଉ ହେଉଛି। ଏ ହେଉଛି ଦୃଶ୍ୟ, ବର୍ଷାର ଦୃଶ୍ୟ। ଦେଖନ୍ତୁ କେତେ ଜୋର ଆନ୍ଧି କରିକି ବର୍ଷାଟା ପକାଉଛି। ଆଉ ଟୋଟାଲି ଗୁଡ଼ା ସବୁ ଓଦା ହେଇଗଲାଣି, ଚଉଡ଼ା ବି ଓଦା ହେଇଗଲାଣି। ଏସବୁ ଦେଖନ୍ତୁ ପାଣି ପଡ଼ୁଛି। ତାପରେ ଏ ହାୱା ମାରୁଛି, ଗଛ ଆଜି ଭାଙ୍ଗିଯିବ ଯାହା ଲାଗିଲାଣି। ପ୍ରବଳ ଜୋର ହାୱା ବୋଧେ ହେଲାଣି। 40ରୁ 50 କିଲୋମିଟର per hour ହେଉଥିବ। ଷ୍ଟାର୍ଟ ହେଇଗଲା ବର୍ଷା। ନ୍ୟୁଜ୍ ବି କହୁଛି ବର୍ଷା ହେବ, ହେଇଥାନ୍ତା ବୋଲି, ଆଜି ହେଲା। ଭଲ ବି, ତାପରେ ଚାଷୀମାନଙ୍କ ପାଇଁ ବି ଭଲ ଗୋଟେ ପ୍ରକାର। ବର୍ଷାଟା ବି ନିହାତି ଦରକାର ସମୟ ନା, କାହିଁକିନା ଆଜିକାଲି ଚାଷୀମାନେ ବହୁତ ହଇରାଣ ହେଉଛନ୍ତି। ଚାଷ କଲେ ପାଣି ତାଙ୍କୁ ପାଇପ୍ ପକାଇ ଆଣିବାକୁ ପଡ଼ୁଛି ବହୁତ ଦୂର ବାଟରେ। ତାପରେ ଜମିନ ସବୁ ଶୁଖି ଯାଉଛି, ଖରା ବି। ତାପରେ ଆଜିକାଲି ଚାଷରେ ଯେତିକି ଇନଭେଷ୍ଟ କରୁଛନ୍ତି, ସେତିକି ଚାଷୀମାନେ ପାଉନାହାନ୍ତି। ତାଙ୍କ ପାଇଁ ବି କିଛି କରିବା କଥା। ସବୁ ଯାହା ହେଲାଣି ତ ଆପଣମାନେ ଜାଣିଥିବେ। ଗୋଟେ ଚାଷୀରେ ତା ଘର ପୋଷିବାକୁ ସେ କେତେ କଷ୍ଟ କରେ। ସକାଳୁ ଉଠି ତା ନିତ୍ୟକର୍ମ ସାରି ବିଲକୁ ଯାଇ ତା କର୍ମ କରି ଆଣି କୁଟି ସବୁ ଆସିଲା ବେଳକୁ ଲାଷ୍ଟକୁ ସେତିକି ଟଙ୍କା ବି ସେ ପାଉନି। କାହିଁକି ନା ଆଜିକା ଡେଟ୍ରେ କଥାର ଅଛି, ଦାନା 6 ଟଙ୍କାକୁ ଘୋଡ଼ା 9 ଟଙ୍କା। କଥା ହେଉଛି ସେଇଟା। ଆଜିକାଲି ଯଦି ଦାନା ଧର ଇନଭେଷ୍ଟ କରିବେ, ପାଇବେ ଧର ରେଟ୍ରେ କେତେ, ତାଙ୍କ 40 ଟଙ୍କା ହେଲା ବେଳକୁ ତାଙ୍କର ଖର୍ଚ୍ଚ ହୋଇଯାଇଥିବ 50 ଟଙ୍କା, 45 ଟଙ୍କା ପୁରା। ଆଉ ସେ ଆଉ କ'ଣ ଖର୍ଚ୍ଚ କରିବେ, ଇନଭେଷ୍ଟ କରିବେ, ଆଉ କ'ଣ ପାଇବେ? ଏଇ ହେଉଛି ଦୁନିଆ ଆଉ ଚାଲିଛି। ତାପରେ ଆଉ ଆଜିକା ଡେଟ୍ରେ କିଛି ଆଉ ଟିକେ ବେନିଫିଟ୍ ହେଲେ ଚାଷୀମାନଙ୍କ ପାଇଁ ବି ବହୁତ ଭଲ ହୁଅନ୍ତା। ତାପରେ ଦେଖାଯାଉ କ'ଣ ହେଉଛି ଆଗକୁ, ସେଟାକୁ ଦେଖିବାକୁ ପଡ଼ିବ। ସବୁ ପରିସ୍ଥିତି ଦେଖି ସାମ୍ନା କରିବାକୁ ପଡ଼ିବ। ଆଜିକା ଡେଟ୍ରେ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି ନା। ଆମର କିଛି ନାହିଁ, ଯିଏ ଚାଷୀ ନ କରୁଛନ୍ତି ସେ ସବୁ ତାଙ୍କର ବସିଲେ, କେଉଁଠି ରୋଜଗାର କଲେ, ଇଏ କଲେ, ଖାଇଲେ, ସେମାନେ ତାଙ୍କରି ପାଇଁ ଆମେ ହିଁ ବଞ୍ଚିଛେ। ନହେଲେ ଚାଷୀ ନଥିଲେ ଆମେ ଖାଇବା କେଉଁଠୁ ପାଇଥାନ୍ତି? ସେ ଚାଷ କରୁଛନ୍ତି ବୋଲି ତ ଆମେ ଖାଉଛନ୍ତି ନା, ସେ ହେଉଛି କଥା ଆଉ। ଯେହେତୁ ତାଙ୍କୁ ବି କିଛି ବେନିଫିଟ୍ ଦେବା, ଯେଉଁଠି ଖରା ତାରରେ ବସି କେତେ ଖରାରେ ବସି ବିକୁଛନ୍ତି, ସେଠି ବି ତାଙ୍କୁ 20 ଟଙ୍କା ଜାଗାରେ ଯଦି ଆମେ ସେଠି ବାର୍ଗେନିଂ କରୁଛେ, ବାର୍ଗେନିଂ କର ଠିକ୍ ଅଛି। ଦେନ୍ ତାପରେ କରିସାରିଲା ପରେ ସେଠି 10-20 ଟଙ୍କା ଅଧିକା ଟଙ୍କା ଦେଇଦେଲେ ବି କିଛି ଅସୁବିଧା ନାହିଁ।
କାରଣ ତାଙ୍କ ଯେଉଁ ମେହନତର ସେ ଯେଉଁ ରିଟର୍ଣ୍ଣଟା ସେଟା ସେତିକି ଟଙ୍କା ନୁହଁ ଆଜିକା ଡେଟ୍ରେ ରହୁଛି। ଆଉ ଆଉ କ'ଣ ଅଧିକା କିଛି ତ ଫାଷ୍ଟ ବ୍ଲଗ୍ ଯେହେତୁ କାଲିକି କିଛି ନୂଆ ୟୁନିକ୍ କିଛି ଆଣିକି ନେଇକି ଆସିବି ଭିଡ଼ିଓ ଆପଣମାନଙ୍କ ପାଇଁ। ତ ଏସବୁ ପାଇଁ ରହୁଛି। ତ ଆପଣମାନେ ଦେଖନ୍ତୁ, ଢେର ସାରା ଭିଡ଼ିଓର ମଜା ନିଅନ୍ତୁ, ତାପରେ ଦେଖନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆଉ ଯେଉଁଠି ଭୁଲ ରହୁଛି, ତ୍ରୁଟି ରହୁଛି, ସେଠି କୁହନ୍ତୁ କେଉଁଠି କ'ଣ ହେଲା ସେଇଟା ମୁଁ କରେକ୍ସନ୍ କରିବାକୁ ଚାହିଁବି। ତାପରେ ଯାଇ ତ ବେଷ୍ଟ ହେବ ନା, ଗୋଟେ ମଣିଷର ଭୁଲ ଯେଉଁ ପର୍ଯ୍ୟନ୍ତ ନ ଜାଣିଛି ତାପରେ ସେ ଗୋଟେ ଭଲ ମଣିଷ ହେଇପାରେ ନା। ଯେଉଁଠି ଭୁଲ ଜଣା ପରେ ତାପରେ ଯାଇକି ତ ବେଟର୍ ଅପସନ୍ ଆସେ। ସେଇଭଳି ମୋ ଭୁଲଟା କେଉଁଠି ରହୁଛି, କ'ଣ କରୁଛି, କେମିତି କଲେ ଭଲ ହେବ, ବା ଏଇଭଳି ଭିଡ଼ିଓ କର ସେଭଳି। ଆପଣମାନେ ବି ବହୁତ ୟୁଟ୍ୟୁବର୍ ଅଛନ୍ତି, ମୁଁ ତ ଏବେ ଷ୍ଟାର୍ଟ କରିଛି ଛୋଟ, ମୋତେ କିଛି ନୁହଁ। ମୁଁ ସେୟା ଦେଖନ୍ତୁ, ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ତ ଆଜି ପାଇଁ ରହୁଛି ଏତିକି। ଲଭ୍ ୟୁ ଅଲ୍। ଜୟ ଜଗନ୍ନାଥ।